ଆପଣମାନେ ଯେତେ ପତଳା ବନେଇବା ଚାହୁଁଥାନ୍ତୁ ସେତେ ପତଳା ବି ବନେଇ ହେଇଯିବ। ଯେହେତୁ ତେଲ ପଡ଼ିଛି ଫାଷ୍ଟ ଆମେ ଛୋଟ କରି ଫାଷ୍ଟ ବନେଇଦେବା। ଘୋଡ଼ଣୀ ସେଥିରେ ଘୋଡ଼େଇ ଦେବା। ତେଲ ପଡ଼ିଛି ଯେହେତୁ ଚାରିଆଡ଼େ ଚେପ୍ଟା ହେଇଗଲା, ଆମେ ସେଥିପାଇଁ ଗୋଟେ ଘୋଡ଼ଣୀ ଘୋଡ଼େଇ ଦେବା। ଘୋଡ଼େଇ ଦେଲେ 2-3 ସେକେଣ୍ଡ ପାଇଁ ଘୋଡ଼େଇ ଦେବା, କାହିଁକିନା ଏ ପିଠାଟା ଜଲ୍ଦି ହୁଏ, ବହୁତ ପତଳା ବି ବନା ହେଇଛି। 2-3 ସେକେଣ୍ଡ ହେଇଗଲାଣି, ଆମେ କ'ଣ କରିବା ଘୋଡ଼ଣୀ ଟେକିକି ଦେଖିବା। ପିଠାରେ ବି ସବୁ ଆଉ ବି ହେଇଗଲାଣି, ଆମେ କ'ଣ କରିବା ଲଉଟେଇବାନି। ଏମିତି ଆମେ ଚିତଉ ପିଠା ଦେଖିରେ ଏମିତି ସିଧା ଆଣିକିରି ଗୋଟେ ପ୍ଲେଟ୍ରେ ରଖିଦେବା। ଏମିତି ଜାଲି ଜାଲି ପିଠା ହେଇଛି, ସେମିତି ଆମେ କ'ଣ କରିବା ଆଉ ତେଲ ପକାଇବା ଆବଶ୍ୟକ ନାହିଁ। ଆମେ କ'ଣ କରିବା ସେମିତି ଆଣ ନେଇଯିବା। ଆପଣ ଅନୁସାରେ ପଛରେ ତେଲ ପକାଇ ପାରନ୍ତି। ଏମିତି ହେଇକି ଗୋଟେ ଚାମଚରେ ଏମିତି ଆମେ ଯେତେ ପତଳା ଚାହିଁବା ସେତେ ପତଳା ବନେଇ ହେବ। ଦେଖନ୍ତୁ ଏମିତି ପୁରା ପତଳା କରି ବନେଇଦେବା, ପୁରା ପତଳା କରି ହେବ, ପୁରା ଦୋସାଟା ଦେଖିଲେ ହେବ ପତଳା।